ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ବର୍ଷା ଦିନେ ଘର ବାହାରେ ଟଙ୍ଗା ଯାଇଥିବା ଲାଇଟ୍ ବଲ୍ବର ଚାରିପଟେ କୀଟ ପତଙ୍ଗ ଉଡୁଥିବାର ଆପଣମାନେ ନିଶ୍ଚୟ ଦେଖିଥିବେ। ଉଡା ପୋକମାନଙ୍କର ଏହି ବ୍ୟବହାରକୁ ସାଇଣ୍ଟିଫିକ କମ୍ୟୁନିଟିରେ ଫଟୋଟାକ୍ସିସ୍ ଫେନୋମେନନ ଭାବେ ଜଣାଯାଏ। ତେବେ ପତଙ୍ଗମାନେ କଣ ପାଇଁ ଲାଇଟ୍ ଆଡକୁ ରାତିରେ ଟାଣି ହୋଇକରି ଆସିଥାନ୍ତି, ଏହା ଉପରେ ନାନା ମୁନି ନାନା ମତ ଦେଇଛନ୍ତି। କିଛି ମୁନିମାନଙ୍କ ମତରେ ପତଙ୍ଗମାନେ ଲାଇଟ୍ ସୋର୍ସର ଉତ୍ସର୍ଜିତ ହେଉଥିବା ଉତ୍ତାପ ଆଡକୁ ଆକର୍ଷିତ ହୋଇଥାନ୍ତି ନିଜର ଶରୀରକୁ ଗରମ ରଖିବା ପାଇଁ। ପୁଣି କିଛି ମୁନି ମତ ଦିଅନ୍ତି ପତଙ୍ଗମାନେ ନିଜ ଫିଲ୍ଡ ଅଫ ଭିଜନରେ ଥିବା ଆଲୋକର ସ୍ରୋତକୁ ଆକାଶରେ ଥିବା ଚନ୍ଦ୍ର ଏବଂ ଅନ୍ୟ ନକ୍ଷତ୍ର ଭାବିଥାନ୍ତି, ଯେଉଁମାନଙ୍କୁ ସେମାନେ ୟୁଜ କରିକି ରାତିରେ ନାଭିଗେଟ କରିଥାନ୍ତି। କିନ୍ତୁ ଏକ ରିସେଣ୍ଟ ଷ୍ଟଡି ହିସାବରେ ରିସର୍ଚ୍ଚର ମାନେ ଏହା ଜାଣିପାରିଲେ ଯେ ପତଙ୍ଗମାନେ ରାତିରେ ଘର ବାହାରେ ଜଳୁଥିବା ଲାଇଟ୍ ଆଡକୁ ବହୁତ ଦୂରରୁ ଆକର୍ଷିତ ହୋଇକରି ଆସିନଥାନ୍ତି, ବରଂ ଏହି ଆର୍ଟିଫିସିଆଲ ଲାଇଟ୍ ସୋର୍ସର ଆଖାପାଖି ଉଡୁଥିବା ପୋକମାନେ ସେମାନଙ୍କର ଡର୍ସାଲ ଲାଇଟ୍ ରେସ୍ପନ୍ସ ବିହେଭିୟର ଯୋଗୁଁ ନିଜର ଫ୍ଲାଇଟ୍ ପାଥରୁ ଡିସଓରିଏଣ୍ଟ ହୋଇକରି ଏହି ଲାଇଟ୍ ସୋର୍ସ ପାଖରେ ଆସି ପହଞ୍ଚିଥାନ୍ତି। ଆପଣମାନଙ୍କ ଜାଣିବା ପାଇଁ ଡର୍ସାଲ ଲାଇଟ୍ ରେସ୍ପନ୍ସ ହେଉଛି ପତଙ୍ଗମାନଙ୍କର ଏକ ଏହିପରି ବିହେଭିୟର ଯାହା ସେମାନଙ୍କୁ ରାତିରେ ଠିକ ଭାବେ ଉଡିବାରେ ସାହାଯ୍ୟ କରିଥାଏ। ରାତିରେ ଆକାଶ ବ୍ରାଇଟ୍ ଦେଖାଯାଏ ଚନ୍ଦ୍ର ଏବଂ ଅନ୍ୟ ନକ୍ଷତ୍ରମାନଙ୍କ ଯୋଗୁଁ। ପତଙ୍ଗମାନେ ନିଜ ଶରୀର ଉପର ଭାଗ ବା ଡର୍ସମକୁ ଉଜ୍ଜଳ ଦେଖାଯାଉଥିବା ଆକାଶ ଆଡକୁ ରଖିଥାନ୍ତି ନିଜର ଫ୍ଲାଇଟର ଅଲ୍ଟିଚ୍ୟୁଡ ଏବଂ ବାଟକୁ କଣ୍ଟ୍ରୋଲ କରିବା ପାଇଁ। ଆର୍ଟିଫିସିଆଲ ଲାଇଟ୍ ଯେପରିକି ଷ୍ଟ୍ରିଟ୍ ଲାଇଟ୍ ଏବଂ ଆପଣମାନଙ୍କ ଘର ବାହାରେ ଜଳୁଥିବା ଲାଇଟ୍ ପତଙ୍ଗମାନଙ୍କର ଡର୍ସାଲ ଲାଇଟ୍ ରେସ୍ପନ୍ସ ବିହେଭିୟରକୁ ଇନଫ୍ଲୁଏନ୍ସ କରିଥାଏ ଏବଂ ସେମାନଙ୍କୁ ଲାଇଟ୍ ସୋର୍ସର ଚାରିପଟେ ଏଣ୍ଡଲେସ୍ ଲୁପରେ ବୁଲିବାକୁ ବାଧ୍ୟ କରିଥାଏ। ଦର୍ଶକ ବନ୍ଧୁ, ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡିଓଟି ପସନ୍ଦ ଆସିଥିବ। ଏହାକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଏହିଭଳି ଇଣ୍ଟରେଷ୍ଟିଂ ଭିଡିଓ ରେଗୁଲାରଲି ପାଇବାକୁ। ରହୁଛୁ, ଜୟ ଜଗନ୍ନାଥ।